ବାହାଘରର ମାହୋଲ ଭିତରେ ଘରର ବଢ଼ିଲା ସୁନ୍ଦରୀ ଝିଅ ଡେଜି ହଠାତ୍ ଗାୟବ ହୋଇଯାଇଥିଲା। ଆଉ ସେ ଯେତେବେଳେ ମିଳିଲା ଆଉ କିଛି ନଥିଲା, ସବୁକିଛି ସରିଯାଇଥିଲା। ରାତି ପାହିଲେ ବାହାଘର, ହଳଦୀ ରସମ ବି ସରିଯାଇଥିଲା। ଆଉ ସନ୍ଧ୍ୟାରେ ଚାଲିଥିଲା ମେହେନ୍ଦି ଲଗା। ମେହେନ୍ଦି ଲଗେଇ ସାରି ହାତ ଧୋଇବାକୁ ପାଖ ନଳକୂଅକୁ ଯାଇଥିବା ଝିଅ ଡେଜି ଆଉ ଘରକୁ ଫେରିନଥିଲା। ଅନେକ ଖୋଜାଖୋଜି ପରେ ଝିଅକୁ ଏକ ଗଛ ଉପରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଝିଅକୁ ଏମିତି ଅବସ୍ଥାରେ ଦେଖି ପରିବାର ଲୋକେ ନିଜକୁ ସମ୍ଭାଳି ପାରୁନଥିଲେ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ଅଞ୍ଚଳ। ଝିଅକୁ ଗଛ ଉପରୁ ତଳକୁ ଅଣାଗଲା। ପାରିପାର୍ଶ୍ୱିକ ପରିସ୍ଥିତି ବୟାନ କରୁଥିଲା ଝିଅ ଡେଜିକୁ କେମିତି ନିର୍ଯାତନା ଦିଆଯାଇଥିଲା। ଡେଜି ବଞ୍ଚିବାକୁ କେମିତି ସଂଘର୍ଷ କରୁଥିଲା। ହେଲେ ସେମାନେ ଏମିତି ନିର୍ଦ୍ଦୟ ଥିଲେ ଯେ ଡେଜି ସହ ଯାହା କରିଥିଲେ ତାହା ବଖାଣିବା ବି ଭାରି କଷ୍ଟକର ଥିଲା। କ'ଣ ଘଟିଥିଲା ଏହି ସୁନ୍ଦରୀ ଯୁବତୀ ଡେଜି ସହ? ପୁରା ଘଟଣା ଜାଣିଲେ ଆପଣଙ୍କ ଛାତି ବି ଫାଟିଯିବ ଆଜ୍ଞା, ରକ୍ତ ଗରମ ହୋଇଯିବ। ଆଉ ଯେଉଁମାନେ ନୃଶଂସ କାମ କରିଥିଲେ ସେମାନଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଆପଣଙ୍କ ସମ୍ପର୍କୀୟ ବାହାଘରରେ ସଜେଇବାକୁ ଆସୁଥିବା ଟେଣ୍ଟବାଲା ଆଉ ଡିଜେ ବାଲାଙ୍କଠୁ ନିଶ୍ଚୟ ହୁସିଆର ହୋଇଯିବେ। ଘରର ବଢ଼ିଲା ଝିଅ ଡେଜି ଦେଖିବାକୁ ଯେମିତି ସୁନ୍ଦରୀ ଥିଲା, ସେମିତି ପରିବାରର ସମସ୍ତଙ୍କର ଭାରି ଅଲିଅଳି ଆଉ ଗେଲି ବି ଥିଲା। ରୂପରେ ଗୁଣରେ କେଉଁଥିରେ କମ୍ ନଥିଲା ଡେଜି। ଡେଜି ପରିବାର ସହିତ ମାଉସୀ ବାହାଘରରେ ଯୋଗ ଦେବାକୁ ମାମୁଁ ଘରେ ପହଞ୍ଚିଥିଲା। ବାହାଘରର ମାହୋଲ ଥିଲା, ସମସ୍ତେ ଖୁସି ମଜା କରୁଥିଲେ। ଟେଣ୍ଟ ମରାଯାଇଥିଲା, ଡିଜେ ବାଜୁଥିଲା। ହଳଦୀ ରସମ ସରିଯାଇଥିଲା। ରାତି ପାଇଲେ ବାହାଘର ପୂର୍ବଦିନ ମେହେନ୍ଦି ଉତ୍ସବ ଚାଲିଥିଲା। ଡେଜି ସମସ୍ତଙ୍କୁ ମେହେନ୍ଦି ଲଗେଇ ଦେଲା। ଏମିତିକି ବାହା ହେବାକୁ ଯାଉଥିବା ମାଉସୀକୁ ବି ମେହେନ୍ଦି ଲଗେଇ ପରେ ନିଜ ହାତରେ ମେହେନ୍ଦି ଲଗେଇଥିଲା। ନାଚ ଗୀତରେ ସମସ୍ତେ ମସଗୁଲ ଥିଲେ। ଡେଜି ବି ନିଜ ଭଉଣୀ, ମାଇଁ, ମାଉସୀ, ସାଙ୍ଗସାଥିମାନଙ୍କ ସହ ବେଶ ନାଚିଥିଲା ଆଉ ମଜା ବି କରୁଥିଲା। ଡେଜି ମେହେନ୍ଦି ଲଗେଇ ସାରି ପାଖରେ ଥିବା ନଳକୂପକୁ ହାତ ଧୋଇବାକୁ ଯାଇଥିଲା, ହେଲେ ଆଉ ଫେରି ନଥିଲା। ଅନେକ ସମୟ ବିତି ଯାଇଥିଲେ ବି ଡେଜି ଦେଖାଯାଉନଥିଲା। ଆଉ ଏପଟେ ସମସ୍ତେ ଡେଜିକୁ ଖୋଜିବା ଆରମ୍ଭ କରିଦେଇଥିଲେ। ସମୟ ରାତି 9ଟା ପାଖାପାଖି ହେବ। ଡେଜି କୁଆଡ଼େ ଗଲା ବୋଲି ସବୁଆଡ଼େ ଭାଳେଣି ପଡ଼ିଗଲା। ଅନେକ ଖୋଜାଖୋଜି ପରେ ଡେଜିକୁ ଉଲଗ୍ନ ଅବସ୍ଥାରେ ଗୋଟେ ଗଛ ଉପରୁ ଉଦ୍ଧାର କରାଗଲା। ଡେଜି ଦେହରେ ବସ୍ତ୍ର ନଥିଲା। ଡେଜିକୁ ଦେଖିଲେ ଲାଗୁଥିଲା ତାକୁ ଅନେକ ନିର୍ଯାତନା ଦିଆଯାଇଥିଲା। ଆଉ ଗଛ ତଳର ମାଟିକୁ ଦେଖିଲେ ଲାଗୁଥିଲା ଡେଜି ନିଜକୁ ବଞ୍ଚାଇବାକୁ କେତେ ସଂଘର୍ଷ କରିଥିଲା। ଶେଷରେ ସେହି ନୃଶଂସମାନେ ଡେଜିର ସବୁ ଲୁଟି ନେଇଥିଲେ। ଆଉ କେହି ଜାଣିଦେବେ ଭାବି ତାର ଜୀବନ ନେଇଯାଇଥିଲେ। ଡେଜିର ମୃତ ଶରୀରକୁ ଯିଏ ଦେଖୁଥିଲା ସେ ବିଶ୍ୱାସ କରିପାରୁନଥିଲା ଯେ ଇଏ ସେଇ ସୁନ୍ଦରୀ ଝିଅ ଡେଜି ବୋଲି। ହେଲେ ଏମିତି ନୃଶଂସ କାମ କିଏ କରିଥିଲା? ବାହାଘରରେ ସୁଟିଂ ହେଉଥିବା କ୍ୟାମେରାକୁ ତନ୍ନ ତନ୍ନ କରି ଯାଞ୍ଚ କରାଗଲା। ଆଉ ସେହି କ୍ୟାମେରା ଯାହା ବୟାନ କରୁଥିଲା ଡେଜି ସହ ଏମିତି ନୃଶଂସ କାମ କରିଥିବା ଅମଣିଷମାନେ ଆଉ କେହି ନୁହନ୍ତି, ବରଂ ସେହି ବାହାଘରରେ ମଣ୍ଡପ ସଜାଉଥିବା ଟେଣ୍ଟବାଲା ଆଉ ବାହାଘରରେ ଗୀତ ବଜାଉଥିବା ଡିଜେ ବାଲା ହିଁ ଥିଲେ। ସେମାନେ ଡେଜି ଉପରେ ଅନେକ ସମୟ ଧରି ଖରାପ ନଜର ପକାଇ ଆସୁଥିଲେ। ଆଉ ଶେଷରେ ସୁଯୋଗ ଦେଖି ଡେଜି ଯେତେବେଳେ ହାତ ଧୋଇବାକୁ ଏହି ନଳକୂପ ପାଖକୁ ଏକୁଟିଆ ଯିବାର ଦେଖି ତା ପଛେ ପଛେ ଯାଇଥିଲେ ଆଉ ଅନ୍ଧାରର ସୁଯୋଗ ନେଇ ତାକୁ ଉଠେଇ ନେଇଥିଲେ। ଏପଟେ ଡିଜେ ସାଉଣ୍ଡ ଏତେ ଜୋରରେ ଥିଲା ଯେ ଡେଜିର ଚିତ୍କାର କାହାକୁ ଶୁଣାଯାଉନଥିଲା। ଅନ୍ଧାର ଭିତରେ ଡେଜି ଚିତ୍କାର କରି କରି ଛାଡ଼ି ଦେବାକୁ ନେଉରା ହେଉଥିଲା। ସେପଟେ ଏହି ନୃଶଂସମାନେ ଜଣେ ପରେ ଜଣେ ଡେଜିର ସର୍ବନାଶ କରି ଚାଲିଥିଲେ। ସେମାନେ 4 ଜଣ ଥିଲେ ଆଉ ଡେଜି ଏକା। ନିଜକୁ ବଞ୍ଚାଇବାକୁ ଅନେକ ପ୍ରୟାସ କରି ଶେଷରେ ବିଫଳ ହୋଇଯାଇଥିଲା। ଆଉ ସେହି ଅମଣିଷମାନେ ନିଜ ଦେହର ଭୋକ ମେଣ୍ଟେଇ ଚାଲିଥିଲେ। ଡେଜିର ସବୁ ସର୍ବନାଶ କରିସାରିବା ପରେ କାଳେ ଡେଜି କାହା ପାଖରେ କହିଦେବ ବୋଲି ତା ଜୀବନ ବି ନେଇଯାଇଥିଲେ। ସେ ଅନ୍ଧାର ଭିତରେ ଏହି ଗଛ ମୂଳେ ଡେଜି ଛଟପଟ ହେଉଥିଲା। ଆଉ ସେମାନେ ଅତି ନିର୍ଦ୍ଦୟ ଭାବରେ ଡେଜିକୁ ମାରି ଗଛ ଉପରେ ରଖି ଭଦ୍ରଲୋକ ଭଳି ନିଜ କାମରେ ଲାଗି ପଡ଼ିଥିଲେ। ପୋଲିସ ସବୁ ଦିଗକୁ ତଦନ୍ତ କରି ଟେଣ୍ଟବାଲା ଆଉ ଡିଜେ ବାଲାକୁ ଥାନାକୁ ଆଣିଲା। କିନ୍ତୁ କ'ଣ ହେଲା କେଜାଣି କିଛି ସମୟ ପରେ ସେମାନଙ୍କୁ ଥାନାରୁ ଛାଡ଼ି ଦିଆଗଲା। ଡେଜିର ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଟଙ୍କା ଖାଇ ସେମାନଙ୍କୁ ଛାଡ଼ି ଦେଇଥିଲା। ଏ ଘଟଣା ପୁରା ବିହାରରେ ଯେମିତି ହଇଚଇ ସୃଷ୍ଟି କରିଦେଲା। ସେଠିକାର ସାଂସଦ, ବିଧାୟକ ସମସ୍ତେ ଡେଜି ପରିବାର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲେ। ନ୍ୟାୟ ଦେବାକୁ ଆଶ୍ୱାସନା ବି ଦେଲେ। ହେଲେ ଏପର୍ଯ୍ୟନ୍ତ କିନ୍ତୁ ଫଳ ଶୂନ। ପରଦିନ ଡେଜି ମାଉସୀର ବାହାଘର ନିଆଡ଼ମ୍ବରରେ ମନ୍ଦିରରେ କରାଗଲା। ହେଲେ ଡେଜିର ପରିବାର ଲୋକ ନ୍ୟାୟ ପାଇଁ କାନ୍ଦି କାନ୍ଦି ମୁଣ୍ଡ ପିଟୁଥିଲେ ବି କେହି ଯେମିତି ଏ ଗରିବ ପରିବାର କଥାକୁ କର୍ଣ୍ଣପାତ କରୁନାହାନ୍ତି। ଏ ଘଟଣା ବିହାରର ଆଜ୍ଞା, କିନ୍ତୁ ଏମିତି ଏକ ଘଟଣା ଅନେକ କିଛି ଭାବିବାକୁ ବାଧ୍ୟ କରୁଛି। ଆପଣଙ୍କର କିମ୍ବା ଆପଣଙ୍କ ପ୍ରିୟଜନଙ୍କ ବାହାଘରରେ ଆସୁଥିବା ଟେଣ୍ଟବାଲା ବା ଟେଣ୍ଟରେ କାମ କରୁଥିବା କର୍ମଚାରୀମାନଙ୍କ ଉପରେ ଭରସା କରିବା ପୂର୍ବରୁ 100 ଥର ଭାବିବେ। ଏ କାହାଣୀ ଭାବିବାକୁ ବାଧ୍ୟ କରିବ ବାହାଘରରେ କାମ କରୁଥିବା କ୍ୟାମେରାବାଲା
ଡିଜେ ବାଲା ଏମାନଙ୍କ ଉପରେ କ'ଣ ଭରସା କରିହେବ? ଜାଣିନୁ ବିହାର ଭଳି ରାଜ୍ୟରେ ଡେଜି ଭଳି ଜଣେ ଗରିବ ଝିଅକୁ ନ୍ୟାୟ ମିଳିବ କି ନାହିଁ ଆଜ୍ଞା। ଯିଏ ଆଗକୁ ବଢ଼ିବାକୁ ଅନେକ ସ୍ୱପ୍ନ ଦେଖୁଥିଲା, ହେଲେ ସେ ସ୍ୱପ୍ନ ସବୁ ପୂରଣ ହେବା ପୂର୍ବରୁ ଯେମିତି କଅଁଳ ଫୁଲଟା ସବୁଦିନ ପାଇଁ ମଉଳିଗଲା। ଆପଣମାନେ ନିଜେ କୁହନ୍ତୁ, ଏଭଳି ଅମଣିଷ ନୃଶଂସମାନଙ୍କୁ କ'ଣ ଦଣ୍ଡ ମିଳିବା ଉଚିତ ନୁହେଁ? ବିହାର ହେଲା ବୋଲି କ'ଣ ଯାହା ମନକୁ ଆସିବ କରିଦେଇଯିବେ? ଆଇନ କାନୁନ ବୋଲି କ'ଣ କିଛି ନାହିଁ? ସେଇ 4 ଯୁବକ ଆଉ ତାଙ୍କୁ ସାଥ ଦେଉଥିବା ପୋଲିସକୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚୟ ଜଣେଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।